ସୁବର୍ଣ୍ଣପୁର ଜିଲ୍ଲା ବିନକା ଅଞ୍ଚଳରେ ନକଲି ନୋଟ୍ର ପ୍ରାଦୁର୍ଭାବ। ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ଗତ ଅକ୍ଟୋବର 25 ତାରିଖରେ ନକଲି 4,15,000 ଟଙ୍କା ଜବତ କରି 3 ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବିନକା ପୋଲିସ। ତଥାପି ଏହି ଅଞ୍ଚଳରେ ନକଲି ନୋଟ୍ ଜବତ ହେଉଛି। ପୂର୍ବରୁ ଏଥିରେ ସମ୍ପୃକ୍ତ ଥିବା ଫୁଲମୁଠି ଗ୍ରାମର ଅଭିଷେକ ହତା, ବିନକା ସହରର ପାତିକାରପଡ଼ାର ଅଶୋକ ନାୟକ ଏବଂ ନକଲି ଟଙ୍କା ଗ୍ରହଣ କରିଥିବା ଲଛିପୁର ଥାନା ରେଙ୍ଗାଲିଟିଜରା ଗ୍ରାମର ଜୟନାରାୟଣ ବସ୍ତିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ଏହି ନକଲି ଟଙ୍କା କାରବାରରେ ଆଉ କିଏ କିଏ ସାମିଲ ରହିଛନ୍ତି ତାର ତଦନ୍ତ କରୁଥିଲା ବିନକା ପୋଲିସ। ଗତ ଅକ୍ଟୋବର 26 ତାରିଖରେ ବିନକା ପୋଲିସ ନକଲି ଟଙ୍କା ଜବତ କରି 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ 2 ଜଣ ହେଉଛନ୍ତି ବରଗଡ଼ ଜିଲ୍ଲା ବରପାଲି ମହତାପଡ଼ାର ବଲରାମ ବେହେର ଓ ଗାଇସିଲେଟ କେନ୍ଦୁଭଟ୍ଟା ଗ୍ରାମର ବିଶ୍ୱଜିତ ସାହୁ ବୋଲି ଜଣାପଡ଼ିଛି।